जय जगन्नाथ। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपात्तमहं वन्दे परमानन्दमाधवम्। अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। आज एक अति पवित्र दिवस, श्रावण मास शुक्ल पक्ष एकादशी, जहाँ को आम पुत्रदा एकादशी नाम नामित कर। सर्वप्रथम मोर जय जगन्नाथ यूट्यूब चैनल को आपण मान स्वागत। इति अवसर आम जो आमर दैनंदिन कार्य भितर आम समस्ते व्यस्त रोता। आ भितर आमको अभाव बोली जिनस गोटे थाए, केतबेले आमर अभावटा पूरण हुए। ये अभाव केबे पूरण हम जब आम मन को आम शांत रखा, निर्विकार रखा, ईश्वर निकट रे टिके आमको समर्पित हो जावा। ये सब कहवार माने पवित्र एकादशी एक व्रत। आज ये पुत्रदा एकादशी, पुत्र संतान ये एकादशी व्रत करने द्वारा पुत्र संतान एवं ऐश्वर्य प्राप्त होता है। मुख्यतः ये एकादशी द्वापर जुग जड़े राजा थिले महिष्पति, तांकरी द्वारा एकादशी प्रथम भगवान पालन करा जायतिला। कहीं से पालन करथिले? से महिष्पति राजा थिले अपुत्रिक, सबु धन संपत्ति राज ऐश्वर्य मध्य पुत्रहीन हो बहुत दुखी सहित राजा एवं राणी कालातिपात कर। राज परिवार वर्ग मंत्री परिषद समस्ते चिंतार सहभागी होते। एकदा समस्ते विचार कले, चलतु आम वन को जाई एक तपस्या करवा, जार कि फल आमको पुत्र प्राप्तिर फल दे पारे बोली समस्ते गोटे ईश्वर विश्वास हो वन को गले। वन को गला पर सेठी राजांकर महिष्पति राजांकर भेट होइछि एक ऋषि, जी कि कल्प कल्प धरी जीवंत हो रही। वर्तमान मध्य सी संसार अच्छा, नाम है लोमस महर्षि। एक कल्प पूर्ण हेले शरीर एक लोम झड़े, से नाम लोमस ऋषि। से लोमस ऋषि निकट को गले एवं पचारे, हे महाभाग, मोर ये पुत्र संतान पाई मु बहुत चिंतित। मु कौन सी पुत्र बा पौत्र किछि मते भगवान दे नांती। धन संपत्ति ऐश्वर्य राज्य सब किछि दैछन्ति, किंतु पुत्र रे मु गरीब। दया करंतु, मोर यही समस्यार किछि समाधान बाट करंतु। जितेबले राजा महिष्पति ऋषि लोमस को यह कहते, लोमस ऋषि किसी क्षण ध्यानस्थ है से कहते, हे महाराज, तुम्हें पूर्व जन्म एक अज्ञात जनित एक पाप करछ, जहाँकि तार प्रतिफल बा अदृष्ट को ये जन्म आपण भोग कर। कौन से पाप? महाराज पचारे। से पाप है आपण जड़े व्यवसायी थिले एवं वनबद्ध सी आपण यात्रा कला बेले आपण को अत्यधिक तृषा होइतिला।
ଏକ ଜଳାଶୟକୁ ଆପଣ ପାଣି ପିଇବାକୁ ଯାଇଥିଲେ, ସେ ସମୟରେ ଗୋଟିଏ ଗାଈ ଏବଂ ତା ବାଛୁରୀ ସେମାନେ ମଧ୍ୟ ସେଠାକୁ ପାଣି ପିଇବାକୁ ଯାଉଥାନ୍ତି। ଆପଣ ଯେତେବେଳେ ପାଣି ପିଇବାକୁ ଯାଉଛନ୍ତି ସେ ଜାଗାକୁ, ଗୋଟେ ଜଳାଶୟରେ ତ ଗୋଟେ ଘାଟ ଥିବ, ଗୋଟେ ଭିତରେ ପ୍ରବେଶ କରିବା ପାଇଁ ପାହାଚ ଥିବ କି ଯାହା ଥିବ, ଯେହେତୁ ସେ ଏକା ରାସ୍ତାରେ ଗାଈ ଏବଂ ବାଛୁରୀ ଯାଉଛନ୍ତି ଏବଂ ଆପଣ ମଧ୍ୟ ଯାଉଛନ୍ତି, ସେ ସମୟରେ ଆପଣ ତାକୁ ଘଉଡ଼େଇ ଦେଲେ। ଆପଣଙ୍କୁ ବି ଶୋଷ ହେଉଛି, ତାଙ୍କୁ ବି ଶୋଷ ହେଉଛି, ଶୋଷର ନିର୍ଯାତନା ଉଭୟ ଭୋଗ କରୁଛନ୍ତି। ହେଲେ ସେ ଦୁଃଖୀ ହେଇଗଲେ, ସେ ଗାଈ ଏବଂ ତାର ବାଛୁରୀଟି ଉଭୟ ଦୁଃଖୀ ହେଇଗଲେ। ଯେହେତୁ ଆପଣ ଜଣେ କ୍ଷମତାଶାଳୀ ଲୋକ, ମଣିଷଟିଏ, ଆପଣ ଜଣେ ଘୋଡ଼େଇ ଦେଉଛନ୍ତି, ଗାଈ ବିଚାରା କ'ଣ କରିବ, ସେ ହେତ୍ କଲେ ସେ ପଳେଇଯିବ ଦୂରକୁ। ଏଇ ଯେଉଁ ଦୁଃଖର ପରିଭାଷାଟା, ଏଇ ଯେଉଁ ଗାଈ ବାଛୁରୀ ଯେଉଁ କିଛି କ୍ଷଣ ପାଇଁ ଯେଉଁ ଅଶାନ୍ତି ହେଇଗଲେ, ଆପଣଙ୍କୁ ସେଇ ଦୋଷଟା ଆଜି ପୁତ୍ରହୀନର ଦୋଷ ରୂପେ ଆପଣ ଦଣ୍ଡିତ ହେଉଛନ୍ତି। ତେଣୁ ଆପଣ ବର୍ତ୍ତମାନ ଗୋଟିଏ କାମ କରନ୍ତୁ, ଯେହେତୁ ଆପଣ ରାଜ ସହିତ ଆପଣ ସହପରିବାର ଓ ଆପଣଙ୍କ ରାଜ୍ୟରେ ମଧ୍ୟ ଆପଣଙ୍କର ରାଜ ପରିଷଦ ବର୍ଗ ସମସ୍ତେ ଭଗବାନଙ୍କର ଏହି ଏକାଦଶୀ ବ୍ରତକୁ ପାଳନ କରନ୍ତୁ। ଯଦି ଏକାଦଶୀ ବ୍ରତକୁ ପାଳନ କରିବେ ତାହେଲେ ଆପଣ ନିଶ୍ଚୟ ପୁତ୍ର ସନ୍ତାନ ଲାଭ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ଇଏ ଥିଲା ରାଜା ମହିଷ୍ପତିଙ୍କର ଉପାଖ୍ୟାନ ଏବଂ ସେ ଏକାଦଶୀ ବ୍ରତ କରିଛନ୍ତି। ଏକାଦଶୀ ବ୍ରତ କରି ପୁତ୍ର ସନ୍ତାନଟିଏ ପାଇଛନ୍ତି ଏବଂ ନିଜ ଜୀବନକୁ ସୁଖୀ ମନେ କରିଛନ୍ତି। ହେଲେ ଆମେ ସେଇ ପରମ୍ପରାକୁ ଜାରି ରଖି ଆମେ ପୁତ୍ର ସନ୍ତାନ କାମନା କରିବା। ସତ କଥା, ଆମର ଯଦି ପୁତ୍ର ଥିବ ଆମେ କାହିଁ ପୁତ୍ର ସନ୍ତାନ କାମନା କରିବା, କିନ୍ତୁ ଏହାର ଅନ୍ୟ ପାର୍ଶ୍ୱରେ ଆମକୁ ଭଗବାନଙ୍କର ଏ ଶରୀରଟା ହେଉଛି ଭଗବାନଙ୍କର, ଏ ଦୁନିଆ ଭଗବାନଙ୍କର, ଏ ଆମ ପାଖକୁ ଆମ ଯାହା ପୁତ୍ର ସନ୍ତାନ ବା ଧନ ସମ୍ପତ୍ତି ଯାହା ଦେଇଛନ୍ତି ଏସବୁ ତାଙ୍କର ପ୍ରଦତ୍ତ ବୋଲି ଆମେ ଭାବିବା ଦରକାର, ଆମେ ଜାଣିବା ଦରକାର। ଏହା ନିଶ୍ଚୟ ଯେ ତାଙ୍କ ବିନା ଆମର ଅସ୍ତିତ୍ୱହୀନ। ତେଣୁ ଆମେ ଯଦି ତାଙ୍କର ଶରଣାଗତ ହୋଇ ଏହି ଏକାଦଶୀ ପର୍ବକୁ ପାଳନ କରିବା ଏବଂ ଯଥା ଶକ୍ତି ମୁଖ୍ୟତଃ ଆମେ ଆହାର ଉପରେ ସଂଯୋଗ କରିବା। ଆଜି ହୁଏତ ଆପଣ ଫଳାହାର କରିପାରନ୍ତି, ଯାହାକି ଆପଣ ଭଗବାନଙ୍କୁ ଅର୍ପଣ କରିବେ। ମା ତୁଳସୀଙ୍କୁ ଆଜି ତାଙ୍କର ପତ୍ର ଆଜି ଆପଣ ସଂଗ୍ରହ କରିବେନି, ଯାହାକି ଏକାଦଶୀର ପୂର୍ବଦିନ ଦଶମୀ ତିଥି, ଅର୍ଥାତ୍ ଏଇ ବର୍ଷ ଆଜି ହେଉଛି 23 ତାରିଖ, ଗତକାଲିଠୁ ଆମେ ତୁଳସୀ ପତ୍ର ସଂଗ୍ରହ କରିବା ଠାକୁରଙ୍କର ସେବା ଲାଗି। ଆଜି ସଂଗ୍ରହ କରିବା ନାହିଁ କିମ୍ବା କାଲିକି ମଧ୍ୟ ସଂଗ୍ରହ କରିବା ନାହିଁ। ଏଠି ବିଷ୍ଣୁ ଭକ୍ତ ତୁଳସୀ ବି ଜଣେ ବହୁତ ବଡ଼ ବିଷ୍ଣୁ ଭକ୍ତ, ବିଷ୍ଣୁ ପାଟରାଣୀ ସିଏ, ତାଙ୍କର ଷ୍ଟୋରି କହିଲେ ତ ଅଧିକା ହେଇଯିବ, କିନ୍ତୁ ବର୍ତ୍ତମାନ ମୁଁ କହୁଛି ସିଏ ବି ଏକାଦଶୀ କରୁଛନ୍ତି। ତେଣୁ ତାଙ୍କ ମୂଳରେ କେବଳ ଆମେ ପାଣି ଛିଞ୍ଚିବା, ଫୁଲ ଅର୍ପଣ କରିବା, ପୂଜା ବିଧି, ଧୂପ ଦୀପ ନୈବେଦ୍ୟ ଦେବା ନାହିଁ, କେବଳ ଫୁଲ ଦେବା, ଧୂପ ଦୀପ ଦେବା, କାରଣ ସିଏ ବି ଉପବାସ କରିବା ପାଇଁ ନିଜକୁ, ଆମଠୁ ଆହୁରି ସେ ବହୁତ ବଡ଼ ଭକ୍ତ, ଯିଏକି ବିଷ୍ଣୁଙ୍କର ପାଟରାଣୀ ହିସାବରେ ଆମେ ବର୍ଣ୍ଣିତ କରୁଛୁ। ବିଷ୍ଣୁ ତୁଳସୀକି ବହୁତ ସମ୍ମାନ ଦେଇଥାନ୍ତି ଏବଂ ନିଜ ମଥାରେ ଧାରଣ କରିଥାନ୍ତି। ଏହାର ମାନେ ହେଲା, ଆମେ ଯେଉଁ ତୁଳସୀ ଚଉରାଟିଏ ଦେଖୁଛେ, ଯେଉଁ କାହାର 3 ପାହାଚ, କାହାର 4 ପାହାଚ, କାହାର 5 ପାହାଚ, କାହାର କେମିତି ସବୁ ରକମର ତୁଳସୀ ଚଉରାଟି ତିଆରି କରୁଛି, ସେ ତୁଳସୀ ଚଉରା ଆମେ ଭାବିବାକୁ ପଡ଼ିବ ସେ ହେଉଛନ୍ତି ବିଷ୍ଣୁଙ୍କର ସ୍ୱରୂପ। ଏବଂ ସେ ମଥାରେ ଯେଉଁ ତୁଳସୀ ବୃକ୍ଷଟି ଆମେ, ସେ ଯେଉଁ ଅଗ୍ରଭାଗରେ ତୁଳସୀ ବୃକ୍ଷଟି ଆମେ ରୋପଣ କରିଛେ, ସେ ହେଉଛି ମା ବୃନ୍ଦାବତୀ। ତାଙ୍କର ଇତିହାସ ତ ଅନେକ ଅଛି। ସେ ଥିଲେ ରାଜା ଜଳନ୍ଧରଙ୍କର ଘରଣୀ ଏବଂ ସମୟ କାଳକ୍ରମରେ ପରିସ୍ଥିତିରେ ଏମିତି ଏକ ସମୟ ଆସିଲା ଯାହାକି ବିଷ୍ଣୁଙ୍କୁ ତାଙ୍କୁ ମଥାରେ ଧାରଣ କରିବାକୁ ପଡ଼ିଲା, କାରଣ ସିଏ ବହୁତ ଅଭିମାନୀ ଥିଲେ ବୃନ୍ଦାବତୀ ଏବଂ ବହୁତ ସତୀତ୍ୱର ପରାକାଷ୍ଠା ଦେଇ ସେ ଭଗବାନଙ୍କୁ ଶାପ ଦେଇଥିଲେ ଏବଂ ଭଗବାନ କହିଥିଲେ
ତୋ ଶାପ ମୁଁ ଅତି ଆଗ୍ରହ ସହିତ ଗ୍ରହଣ କରୁଛି ଏବଂ ମୋ ମଥାରେ ତୋତେ ମୁଁ ସବୁବେଳେ ଧାରଣ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହି ହିସାବରେ ଆମେ ଏସବୁ ଜିନିଷ ଆମେ ପାଳନ କରୁଛେ। ବୃନ୍ଦାବତୀ ହେଉଛନ୍ତି ବିଷ୍ଣୁଙ୍କର ଅତି ପ୍ରିୟ, ତାଙ୍କୁ ବି ଆମେ ଭକ୍ତି କରିବା ଏବଂ ଜଗନ୍ନାଥ ମନ୍ଦିର ଯିବା କିମ୍ବା ରାଧାକୃଷ୍ଣ ମନ୍ଦିରକୁ ଯିବା, ସେଠି ଆମେ କିଛି ଫଳ ଅର୍ପଣ କରିବା, ଘରେ ଠାକୁର ଘରେ ପୂଜା କରିବା, ସବୁ କରିବା। କଲା ପରେ ଆମେ ଯଦି ସେହି ଫଳକୁ ଆମ ପରିବାର ଭିତରେ ସମସ୍ତଙ୍କୁ ବାଣ୍ଟିବା। ଆଜି ବିନା ପିଆଜ ରସୁଣ ସାତ୍ଵିକ ଆହାର କରିବା, କାହାକୁ ଆମେ ରାଗିବା ନାହିଁ, ମିଷ୍ଟ ଭାଷା କହିବା, ଯେତିକି ଆବଶ୍ୟକ ସେତିକି କଥା କହିବା ଏବଂ ହରିନାମ କୀର୍ତ୍ତନ କରିବା। ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ବାରମ୍ବାର ଉଚ୍ଚାରଣ କରିବା। ସବୁବେଳେ ଆମେ ବିଷ୍ଣୁ ଚିନ୍ତନ କରିବା, ଯେହେତୁ ଏସବୁ ତାଙ୍କରି ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ସେ, ଆମେ ନିମିତ୍ତ ମାତ୍ର। ଆମେ ନିଜକୁ ତାଙ୍କରି ନିକଟରେ ଯଦି ଅର୍ପଣ କରିଦେବା, ଆମକୁ କୌଣସି ଅଭାବ ରହିବ ନାହିଁ ଏବଂ ସର୍ବଶେଷରେ ଆମେ ଏଇ ଯେଉଁ ମନୁଷ୍ୟ ଶରୀର ପାଇଛେ, ୟାର ଯଥାର୍ଥତା ପାଇପାରିବା ଏବଂ ମୁକ୍ତି ଲାଭ କରିପାରିବା। ଭକ୍ତି ପୂଜନ ହେଉଛି ସବୁଠୁ ବଡ଼ କଥା। ଆମେ ପୂଜା କରିବା, ଲୋକ ଦେଖିଣିଆ ପୂଜା କଲେ ତାହା ଆମ ପାଇଁ ଅଭିଶାପ ସହିତ ତୁଳନା ହେବ। ଏଣୁ ଆମେ ଅନ୍ତର ସହିତ ଭକ୍ତି କରିବା, ପ୍ରଭୁ ଏସବୁ ତୁମର ଭାବେ ସମର୍ପିତ ହୋଇ ଯଦି ଆମେ ପୂଜା କରିବା, ତାହେଲେ ଆମେ ନିଶ୍ଚୟ ପୂଜାର ଫଳ ପାଇବା। ଏବଂ ଦ୍ୱାଦଶୀ ତିଥି, ଏଇ ଯେଉଁ ଏକାଦଶୀର ପାରାୟଣ ଆସନ୍ତାକାଲି 5:30ରୁ 6:50 ମଧ୍ୟରେ ଆପଣ ପାଳନ କରିପାରିବେ। ସେହି ବିଧିକୁ ପାଳନ କରି ପୁନଃ ଆପଣ ଦୈନନ୍ଦିନ ଜୀବନଯାପନ କରିପାରନ୍ତି, ଖାଦ୍ୟ ସଂଗ୍ରହ କରିପାରନ୍ତି। ଏଠି ଦ୍ୱାଦଶୀରେ ଆମେ କୌଣସି ନା କୌଣସି ବ୍ରାହ୍ମଣଙ୍କୁ ଆମେ ଭୋଜନ ଦେବାର ବିଧି ବି ଅଛି ଏବଂ ତଥାକ୍ରମେ ଛଞ୍ଚାଟିଏ ଦେଇଦେଲେ ବି ଚଳିବ। ଏବଂ ଆମେ ଏହି କ୍ରମରେ ଏତିକି ଆମେ କରିବା। ଆଜିର ଏକାଦଶୀ ବ୍ରତ ବିଷୟରେ ଏସବୁ ଆପଣଙ୍କ ନିକଟରେ କହିଲି। ଯଦି ଆପଣଙ୍କୁ ଭଲ ଲାଗିଥିବ ମୋର ଏ ଭିଡ଼ିଓକୁ ଲାଇକ୍ କରିବେ ଏବଂ ସେୟାର କରିବେ, ଏତିକି ମୋର ଅନୁରୋଧ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।